ମୁଁ ଏଠି ଗୋଟେ ଆଟେଣ୍ଡି ହିସାବରେ ଆସିଛି ଆଉ ବ୍ରାଇଟ୍ ଓଡ଼ିଶା ପ୍ରେଜେଣ୍ଟସ୍ ଗ୍ଲାମର 77 ସହିତ ଆସୋସିଏସନ ହେଇକି ଓଡ଼ିଶା ସେବା ରତ୍ନ ସମ୍ମାନ 2025 ବହୁତ ବଢିଆ ସମ୍ମାନ କାରଣ ଅଲିଉଡ୍ ଇଣ୍ଡଷ୍ଟ୍ରି ବହୁତ ଆଗକୁ ଯାଉଛି ପ୍ଲସ୍ ତା ସହିତ ବହୁ ଜଣ ତା ସହିତ ସେବା ମନୋବୃତ୍ତିରେ ରହିଛନ୍ତି ବହୁତ ସାରେ ସୋସିଆଲ ୱାର୍କରେ ବି ଇନଭଲ୍ଭ ରହୁଛନ୍ତି ଆମ ଓଡ଼ିଆ ସେଲିବ୍ରିଟି ସେଇଥିପାଇଁ ଏଇ ସମ୍ମାନଟା କରାହଉଛି ଚେୟାରମ୍ୟାନ୍ ଟୁଟୁ ଭାଇ ଅଛନ୍ତି ଆଉ ସଞ୍ଜୟ ମହାକୁଟ ସାର୍ ସବୁ ପ୍ଲାନିଂ କରିଛନ୍ତି ଆଉ ସେଇଥିପାଇଁ ଆମର ଏଇଟା ସୌଭାଗ୍ୟ କି ଆମେ ମାନେ ଇଣ୍ଡଷ୍ଟ୍ରିକୁ ଆଗକୁ ବଢଉଛୁ ଆଉ ଗୋଟେ ସୋସାଇଟିକୁ କିଛି ଇମ୍ପାକ୍ଟ କରିପାରୁଛୁ ସେଣ୍ଡ କରିଦିଅନ୍ତୁ କାରଣ କିଛି ନୁହଁ ମାଙ୍କ ଆଶୀର୍ବାଦ ମା ଦୁର୍ଗାଙ୍କ ମା କାମାକ୍ଷାଙ୍କର ଆଶୀର୍ବାଦ ମା ରାଜମାତାଙ୍କର ଆଶୀର୍ବାଦ ମା ଭୁବନେଶ୍ୱରୀଙ୍କ ଆଶୀର୍ବାଦ ଠାକୁରାଣୀଙ୍କ ଆଶୀର୍ବାଦ ଅଛି ଶିବଙ୍କ ଆଶୀର୍ବାଦ ଅଛି ସବୁ ଠାକୁରଙ୍କର ଆଶୀର୍ବାଦ ଅଛି ପ୍ଲସ୍ ତା ସହିତ ମୋ ମା ବାପାଙ୍କ କିଛି ଭଲ କର୍ମ ଯଦି ଥିବ ମୁଁ ଭଲ ଛୁଆଟି ମତେ ଜନ୍ମ କରିଛନ୍ତି ଏତିକି ଖାଲି କହିବି ଆଉ ମୁଁ ନିଜକୁ ନିଜେ ମେଣ୍ଟେନ୍ କରିବା ଉପରେ ବିଲିଭ୍ କରେ ମୁଁ ବିଲିଭ୍ କରେ ଭଲ ହେଲ୍ଦି ଫୁଡ୍ ଉପରେ ବିଲିଭ୍ କରେ ହେଲ୍ଦି ଲାଇଫଷ୍ଟାଇଲ୍ ଉପରେ ବିଲିଭ୍ କରେ ମୁଁ ବଦ ଅଭ୍ୟାସ କରେନି ମୁଁ ଆଉ ଯୋଉ ସିଗାରେଟ୍ ସ୍ମୋକିଂ ଏସବୁ ଜିନିଷରୁ ମୁଁ ଦୂରରେ ରଖେ ନିଜକୁ ନିଜେ ଯୋଉଟା କି ମୋର ଆମ ଲାଇନରେ କିମ୍ବା ଆମର ସୋସାଇଟିରେ ବହୁତ ଅଧିକ ଷ୍ଟ୍ରେସ୍ ପାଇଁ ବହୁତ ଲୋକ ନିଶାକୁ ସାହାରା ନିଅନ୍ତି କିନ୍ତୁ ମୁଁ ସେସବୁରେ କେବେ ବି ସାହାରା ନେଇନି କି ମୋର ସେସବୁ ନାହିଁ ହୁଁ ହୁଁ ନା ସେ କଥା ନୁହଁ କଥା ହେଲା ଯେତେବେଳେ ସମୟ ବଦଳେ ଆମେ ବି ମଣିଷ ଆମର ବି ବଡିରେ ଫ୍ଲକ୍ଚୁଏସନ୍ସ ହୁଏ ଆଉ ମୋର ବି କିଛି ହରମୋନାଲ ଇମ୍ବାଲାନ୍ସ ହେଇଯାଇଥିଲା ଯୋଉଥିପାଇଁ ମୋର ୱେଟ୍ ଫ୍ଲକ୍ଚୁଏଟ୍ କରୁଥିଲା କିନ୍ତୁ ମୋ ହିସାବରେ ମୁଁ ଚାହିଁବି କି ଓଡ଼ିଶାବାସୀ ମାନେ ଯୋଉମାନେ ବି ମୋ ଫ୍ୟାନ୍ସ ଅଛନ୍ତି ଖାଲି ଗୋଟେ କଥା କହିବି ଆପଣ ଯେମିତି ଯୋଉ ମୁହୂର୍ତ୍ତରେ ଦେଖା ଯାଉଛନ୍ତି ସେଟାକୁ ଆପଣଙ୍କୁ ବେଷ୍ଟ ପ୍ରେଜେଣ୍ଟ କରିକି ଚାଲିବାକୁ ପଡିବ ଆମେ ନିହାତି ଭାବରେ ଫିଟ୍ ଆଉ ଟୋନ୍ ବଡି ହେବା ପାଇଁ ଆମେ ସବୁବେଳେ ଆମେ ଚେଷ୍ଟା କରିବୁ କିନ୍ତୁ ଆମର ଯାହା ବି ଶରୀର ଅଛି ତାକୁ ନେଇକି ଆମେ ସବୁବେଳେ ବେଷ୍ଟ କେମିତି ନିଜକୁ ନିଜେ ପ୍ରେଜେଣ୍ଟ କରିବା ତା ଉପରେ ମୁଁ ବିଲିଭ୍ କରେ